କନ୍ଧମାଳ ଜିଲ୍ଲା ଡୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ଗୁମା ପଞ୍ଚାୟତର ଡୁପି ଗ୍ରାମରେ ପ୍ରଦାତା ସେବା ସଂସ୍ଥାର ସମ୍ପାଦକ ପ୍ରଦୀପ ଦାସଙ୍କ ନେତୃତ୍ୱରେ ବିକାଶ ଅଂଶୀଦାରମାନଙ୍କ ଏକ ବୈଠକ ହୋଇଥିଲା। ଏଥିରେ ଆଦିମ ଜନଜାତି କୁଟିଆ ସମ୍ପ୍ରଦାୟର ଦୁଇ ପଞ୍ଚାୟତର 15ଟି ଗ୍ରାମର ଅଧିବାସୀ ଉପସ୍ଥିତ ଥିଲେ। ସରକାରୀ କର୍ମଚାରୀ ଭାବେ ବେଲଘର ବନ ବିଭାଗ ବନପାଳ ନିରାକାର ସାହୁ, ଡୁମୁଡ଼ିବନ୍ଧ ବ୍ଲକ ପ୍ରାଣୀ ସମ୍ପଦ ବିଭାଗର ଡକ୍ଟର ମଙ୍ଗଲଗିରି ରାହୁଲ, ତହସିଲ କାର୍ଯ୍ୟାଳୟରୁ ଏଫ୍ଆର୍ଏ ସଂଯୋଜକ ଦେବକୀ ବଡ଼ସେଠ, ଗୁମା ସରପଞ୍ଚ ସସ୍ମିତା ମାଝୀ, ବେଲଘର ସରପଞ୍ଚ ଗୋବିନ୍ଦ ଚନ୍ଦ୍ର ମାଝୀ ଏବଂ ଝିରିପାନି ସରପଞ୍ଚ କାନ୍ତି ପାତ୍ର, ଡୁପି ଗ୍ରାମର ୱାର୍ଡ ସଭ୍ୟ ମମତା ମାନସେଠ ଉପସ୍ଥିତ ଥିଲେ। ଉପସ୍ଥିତ ଅଧିକାରୀମାନେ ନିଜ ବିଭାଗରେ ହେଉଥିବା ବିଭିନ୍ନ ଯୋଜନା ବିଷୟରେ ସୂଚନା ଦେଇ ଏଥିରୁ ମିଳୁଥିବା ସୁବିଧା ସୁଯୋଗ ସମ୍ପର୍କରେ ବୈଠକରେ ଆଲୋଚନା କରିଥିଲେ। ବନ ବିଭାଗର ନିରାକାର ସାହୁ କହିଥିଲେ, ଜୀବିକା ପାଇଁ ଜଙ୍ଗଲ କାଟିଲେ ଆମେ ବହୁ ସମସ୍ୟାର ସମ୍ମୁଖୀନ ହେଉଛେ। ଜଙ୍ଗଲକୁ ସୁରକ୍ଷା ଦେଇ କିପରି ବଞ୍ଚାଇବା ସେ ନେଇ ବୁଝାଇଥିଲେ। ପ୍ରାଣୀ ସମ୍ପଦ ବିଭାଗର ଡକ୍ଟର ମଙ୍ଗଲଗିରି ରାହୁଲ କହିଲେ, ପ୍ରାଣୀ ସମ୍ପଦ ଉପରେ ସରକାର ବିଭିନ୍ନ ଯୋଜନା ତିଆରି କରିଛନ୍ତି। ସେହି ଯୋଜନାରେ ଚାଷ କଲେ କିପରି ରିହାତି ସୁବିଧା ପାଇବା ସେ ନେଇ ବୁଝାଇଥିଲେ। ଏଫ୍ଆର୍ଏ ସଂଯୋଜିକା ଦେବକୀ ବଡ଼ସେଠ ଆଦିବାସୀମାନେ ଜଙ୍ଗଲ ଜମି ଅଧିକାର ଆଇନରେ କିପରି ପଟ୍ଟା ପାଇବେ ସେ ନେଇ ବୁଝାଇଥିଲେ। ଓଡ଼ିଶାରୁ ଷ୍ଟେଟ୍ ବ୍ୟୁରୋଙ୍କ ସହ ରାଜ୍ୟ ନିଯୁକ୍ତି ଅଧିକାରୀ ତଥା ଶିକ୍ଷା ପ୍ରତିନିଧି ସଞ୍ଜୟ କୁମାର ଦାସଙ୍କ ଶିକ୍ଷା ରିପୋର୍ଟ, ଶିକ୍ଷାବାର୍ତ୍ତା, ନୂଆଦିଲ୍ଲୀ।